ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ସରାଙ୍ଗକୁ ହରାଇ ଗଡ଼ସନ୍ତ୍ରୀ ଟିମ୍ ଚାମ୍ପିୟନ। ପରଜଙ୍ଗ ବଜାର ନିକଟସ୍ଥ ଗଡ଼ ପରଜଙ୍ଗ ପ୍ରାଥମିକ ବିଦ୍ୟାଳୟ ପାର୍ଶ୍ୱରେ ରହିଥିବା ଖେଳ ପଡ଼ିଆରେ ରେଡ୍ ନାଇଟ୍ ପରିବାର ଆନୁକୂଲ୍ୟରେ ତଥା ଜେବିଆର୍ ହସ୍ପିଟାଲ ସହଯୋଗରେ 3 ଦିନ ବ୍ୟାପୀ ଚାଲିଥିବା ରାତ୍ରିକାଳୀନ 30 ସର୍କଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। 8ଟି ଦଳକୁ ନେଇ ଟୁର୍ଣ୍ଣାମେଣ୍ଟ ପରିଚାଳିତ ହୋଇଥିବା ବେଳେ ଏମାନଙ୍କ ମଧ୍ୟରେ ସରାଙ୍ଗ ରାଇଜିଂ କ୍ରିକେଟ କ୍ଲବ ଓ ଅନୁଗୁଳ ଗଡ଼ସନ୍ତ୍ରୀ କ୍ରିକେଟ କ୍ଲବ ମଧ୍ୟରେ ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। 8 ଓଭର ବିଶିଷ୍ଟ ଫାଇନାଲ ମ୍ୟାଚ୍ରେ ଗଡ଼ସନ୍ତ୍ରୀ ଟିମ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ 8 ଓଭରରେ 149 ରନ୍ ସଂଗ୍ରହ କରିଥିଲା। ଜବାବରେ ସରାଙ୍ଗ ଟିମ୍ ଆବଶ୍ୟକ ରନ୍ ସଂଗ୍ରହ କରିନପାରି ପରାଜୟ ବରଣ କରିଥିଲେ। ଫଳରେ ଚଳିତ ବର୍ଷ ଗଡ଼ସନ୍ତ୍ରୀ ଟିମ୍ ଚାମ୍ପିୟନ ଆଖ୍ୟା ଅର୍ଜନ କରିଥିଲେ। ଉଦ୍ଯାପନୀ ଉତ୍ସବରେ ସମାଜସେବୀ ଜିଲ୍ଲା ତଥା ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ, ଅନୁଗୁଳ AUCC ପ୍ରେସିଡେଣ୍ଟ ସନ୍ତୋଷ କୁମାର ପ୍ରଧାନ, ସରପଞ୍ଚ ଗାୟତ୍ରୀ ମହାପାତ୍ର, ନାରୀନେତ୍ରୀ ତଥା ପ୍ରତିଷ୍ଠିତ ବ୍ୟବସାୟୀ ବନଲତା ମହାନ୍ତି, ଲିପୁନ ଭୂତିଆ, ଭୁବନାନନ୍ଦ ବିଶ୍ୱାଳ, ଅମିତ କୁମାର ସାହୁ, ପୁରାତନ ଖେଳାଳି ସନ୍ତୋଷ କୁମାର ସାମଲ ଓରଫ ଅନ୍ତରା, ବିଭୂତିଭୂଷଣ ସାମଲ, ବିରଞ୍ଚି ନାରାୟଣ ସାମଲ, ଜିତେନ୍ଦ୍ର କୁମାର ବେହେରା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ରନର୍ସ ଦଳକୁ ଜିଲ୍ଲା ପରିଷଦ ସଦସ୍ୟ ନିରାକାର ପ୍ରଧାନ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିବା ବେଳେ ଚାମ୍ପିୟନ ଦଳକୁ AUCC ସଭାପତି ସନ୍ତୋଷ ପ୍ରଧାନ ଟ୍ରଫି ସହ ଅର୍ଥରାଶି ପ୍ରଦାନ କରିଥିଲେ। ଦୀପକ କୁମାର ସାମଲ, ଅଜିତ ଦଳ ବେହେରା, ସନ୍ତୋଷ ଲେଙ୍କା ଖେଳ ପରିଚାଳନା କରିଥିଲେ। ମ୍ୟାନ୍ ଅଫ୍ ଦ ମ୍ୟାଚ୍ ଓ ମ୍ୟାନ୍ ଅଫ୍ ଦ ସିରିଜ୍ ଗଡ଼ସନ୍ତ୍ରୀ ଟିମ୍ ସପକ୍ଷରେ ଆୟୋଜକ ପକ୍ଷରୁ ଘୋଷଣା କରାଯାଇଥିଲା। ରେଡ୍ ନାଇଟ୍ ପରିବାରର ସଭାପତି କ୍ରିସ୍ ସାମଲ ଓ କ୍ଲବର ସମସ୍ତ ସଦସ୍ୟମାନଙ୍କ ସହଯୋଗରେ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଶୃଙ୍ଖଳିତ ଭାବେ ପରିଚାଳିତ ହୋଇଥିଲା।